LIC ବୀମା ସଖୀ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଯୋଜନା ଅଧୀନରେ ଚୟନ ହୋଇଥିବା 10ମ ପାସ୍ ମହିଳାଙ୍କୁ ମାସିକ 7,000 ଟଙ୍କା ଦରମା ସହିତ ମିଳିବ କମିଶନ। ଏଥିସହ ସେମାନଙ୍କୁ 3 ବର୍ଷ ପର୍ଯ୍ୟନ୍ତ ଦିଆଯିବ ବୀମା ଏଜେଣ୍ଟ ତାଲିମ। ତେବେ ପାନିପତରୁ LIC ବୀମା ସଖୀ ଯୋଜନା ଆରମ୍ଭ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ମହିଳାକୁ ଆତ୍ମନିର୍ଭର କରାଇବା। 18 ବର୍ଷରୁ ଆରମ୍ଭ କରି 70 ବର୍ଷ ପର୍ଯ୍ୟନ୍ତ ଯେକୌଣସି ମହିଳା ଏହି ଯୋଜନା ପାଇଁ ଆବେଦନ କରିପାରିବେ। LICର ନିକଟସ୍ଥ ଶାଖା କିମ୍ବା ଅଫିସିଆଲ ୱେବସାଇଟରେ ଏଥିପାଇଁ ଆବେଦନ କରି ଯାଇପାରିବେ। ଆବେଦନ କରିବା ପାଇଁ ପ୍ରମାଣପତ୍ର, ବୟସ, ଆଡ୍ରେସ, ଗ୍ରୁପ ଏବଂ 10ମ ପାସ୍ ସାର୍ଟିଫିକେଟରେ ସ୍ପେସ୍ ଆଟେଷ୍ଟେଡ୍ କପି ଆଟାଚ୍ କରିବାକୁ ହେବ। ଯୋଜନା ଅଧୀନରେ ଚୟନ ହୋଇଥିବା ପରେ 3 ବର୍ଷ ତାମିଲ ଅବସରରେ ପ୍ରଥମ ବର୍ଷ 7,000, ଦ୍ୱିତୀୟ ବର୍ଷ 6,000 ଏବଂ ତୃତୀୟ ବର୍ଷ 5,000 ଟଙ୍କା ମାସିକ ଦରମା ଦିଆଯିବ। ପ୍ରତି ବୀମା ସହିତ ମହିଳାକୁ କମିଶନ ବି ମିଳିବ। ବୀମା ଟାର୍ଗେଟ ପୂରଣ କଲେ ସେମାନଙ୍କୁ ଦରମା ଏବଂ କମିଶନ ସହ ବୋନସ ବି ଦିଆଯିବ। LIC ବୀମା ସଖୀ ଯୋଜନା ଅଧୀନରେ ଦେଶବ୍ୟାପୀ 2 ଲକ୍ଷ ମହିଳାକୁ ଚୟନ କରାଯାଇ ସେମାନଙ୍କୁ LIC ଏଜେଣ୍ଟ ତାଲିମ ଦିଆଯିବ। ଯୋଜନାରେ ପ୍ରଥମ ପର୍ଯ୍ୟାୟରେ 35,000 ମହିଳାକୁ ବୀମା ଏଜେଣ୍ଟ ଭାବରେ ରୋଜଗାର ଦିଆଯିବ। ଏହାପରେ ଆଉ 50,000 ମହିଳାକୁ ଯୋଜନା ଅନ୍ତର୍ଗତ ରୋଜଗାର ମିଳିବ। ଯେଉଁ ମହିଳା ବା ବୀମା ସଖୀ ଗ୍ରାଜୁଏଟ୍ ହୋଇଥିବେ ସେମାନଙ୍କୁ LICରେ ଡେଭଲପମେଣ୍ଟ ଅଫିସରେ ଭୂମିକାରେ କାର୍ଯ୍ୟ କରିବାର ବି ସୁଯୋଗ ମିଳିବ। କୌଣସି LIC ଏଜେଣ୍ଟ ବା କର୍ମଚାରୀ ସମ୍ପର୍କ ଏ ଯୋଜନା ପାଇଁ ଆବେଦନ କରିପାରିବେ ନାହିଁ। LICର କୌଣସି ପୂର୍ବତନ କର୍ମଚାରୀ, ପୂର୍ବ ଏଜେଣ୍ଟ ବା ବର୍ତ୍ତମାନର ଏଜେଣ୍ଟମାନଙ୍କ ଆବେଦନ ବି ଖାରଜ ହୋଇଯିବ।